ସୁଜ୍ଞାନୀ ଦେବୀଙ୍କର ଦେହାନ୍ତ ଖବର ପାଇଲା ପରେ ସମସ୍ତେ ପ୍ରାୟ ମର୍ମାହତ ଏବଂ କାଲିଠୁ ଜଣା ପଡିଲା ଯେ ସେ ଅତ୍ୟନ୍ତ ଅସୁସ୍ଥ ଅଛନ୍ତି। ମୁଖ୍ୟମନ୍ତ୍ରୀ ଯେତେବେଳେ ଯାଇଥିଲେ ହଠାତ୍ ଅ, ଚେନ୍ନାଇକୁ ଏବଂ ଆଜି ସକାଳୁ ଖବର ଆସିଲା ଯେ ସେ ଆଉ ଇହ ଜଗତରେ ନାହାନ୍ତି। ମୁଁ ପ୍ରଥମେ ତାଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଏବଂ ତାଙ୍କ ସହ ବ୍ୟକ୍ତିଗତ ଭାବେ ବହୁଦିନର ମୋର ପରିଚୟ ଥିଲା। ବିଧାନସଭାରେ ତାଙ୍କ ସହ କାମ କରିବାର ସୁଯୋଗ ମତେ ଓଡ଼ିଶା ବିଧାନସଭାରେ ମିଳିଥିଲା। ସେ ବହୁତ ଥର ବିଧାନସଭାକୁ ଆସିଛନ୍ତି ଲଗାତାର ଭାବେ। ଯେତେବେଳେ ନିର୍ବାଚନ ଲଢିଛନ୍ତି ସେ ସେତେବେଳେ ଖଲିକୋଟ ବାସୀ ତାଙ୍କୁ ଭୋଟ ଦେଇ ଚାଲିଛି। ସେ ରାଣୀମା ହିସାବରେ ସେ ଅଞ୍ଚଳରେ ସମସ୍ତେ ତାଙ୍କୁ ରାଣୀମା ହିସାବରେ ଜାଣନ୍ତି। ଦୁଇ ତିନିଟା ଘଟଣା ମୋର ମନେ ପଡୁଛି। 77 ଯେତେବେଳେ ଜନତା ଦଳର ସରକାର ଆସିଥିଲା, ମୁଁ ଯେତେବେଳେ ବିଧାୟକ ମଧ୍ୟ ଥାଏ ଜନତା ଦଳରୁ ଏବଂ ସେହି ସମୟରେ ସେ ମଧ୍ୟ ବିଧାୟିକା ଥାନ୍ତି। ନୀଳମଣି ବାବୁ ମୁଖ୍ୟମନ୍ତ୍ରୀ ଏବଂ ଗଞ୍ଜାମ ଜିଲ୍ଲାରୁ କିଏ ମନ୍ତ୍ରୀ ହେବେ ସେ ସମ୍ପର୍କରେ ତାଙ୍କ ନାଁ ପ୍ରଥମରେ ଥାଏ, କିନ୍ତୁ ସେ ସ୍ପଷ୍ଟ ମନା କରିଦେଲେ ଯେ ନାଇଁ ମୁଁ ମନ୍ତ୍ରୀ ହେବି ନାହିଁ। ଶେଷରେ ହରିହର ସ୍ୱାଇଁଙ୍କୁ ମନ୍ତ୍ରୀ କରାଯାଇଥିଲା ଏବଂ ସେଥିରେ ପ୍ରାୟ ଗଞ୍ଜାମ ଜିଲ୍ଲାର ସବୁ ବିଧାୟକ ଜନତା ଦଳ ଯେଉଁମାନେ ନିର୍ବାଚିତ ହୋଇଥିଲେ ସେମାନେ ପ୍ରତିବାଦ କଲେ। ଏପରିକି ଅନନ୍ତ ନାରାୟଣ ସିଂହଠୁ ଆରମ୍ଭ କରି ସମସ୍ତେ ପ୍ରାୟ ନୀଳମଣି ବାବୁଙ୍କ ନିର୍ଦ୍ଦେଶରେ ମୁଁ ଏବଂ ଅଶୋକ ଦାସ ଆମେ ଏନ୍ ସିଂହଙ୍କ ଘରକୁ ଯାଇଥିଲୁ ଏବଂ ସେ ସ୍ପଷ୍ଟ କହିଲେ ଯେ ପର୍ଯ୍ୟନ୍ତ ହରିହର ସ୍ୱାଇଁ ଇସ୍ତଫା ନ ଦିଅନ୍ତି ସେ ପର୍ଯ୍ୟନ୍ତ ଆମେ ଗଞ୍ଜାମର ସମସ୍ତ ବିଧାୟକ କୋଅପରେଟ କରିବୁ ନାହିଁ। ତାପରେ ଆମେ ଯାଇଥିଲୁ ସୁଜ୍ଞାନୀ ଦେବୀଙ୍କୁ ଭେଟିବା ପାଇଁ। ସୁଜ୍ଞାନୀ ଦେବୀ ମଧ୍ୟ ସେଇ କଥା କହିଥିଲେ ଯେତେବେଳେ ସମସ୍ତେ ଚାହୁଁଛନ୍ତି ଅନ୍ୟ କାହାକୁ ମନ୍ତ୍ରୀ କରିବା ପାଇଁ ସେତେବେଳେ ମୁଁ କଣ କରିପାରିବି। ଶେଷରେ ବାଧ୍ୟ ହେଲେ ହରିହର ସ୍ୱାଇଁଙ୍କର ଇସ୍ତଫା ଦେବା ପାଇଁ। ଯେତେବେଳେ ହରିହର ସ୍ୱାଇଁଙ୍କୁ ଆମେ ରିକ୍ୱେଷ୍ଟ କଲୁ, ମୋର ଏବଂ ଅଶୋକ ଭାଇ ଆମେ ଦିଜଣ ଯାକ ଗଲୁ, ସେତେବେଳେ ସେ କହିଲେ ବଡ କଥା ନୁହେଁ, ଯଦି ସମସ୍ତେ କେହି ଚାହୁଁନାହାନ୍ତି ମତେ ମନ୍ତ୍ରୀ କରିବା ପାଇଁ ତାହେଲେ ମୁଁ ଇସ୍ତଫା ଦଉଛି। ଇସ୍ତଫା ଦେଇଦେଲେ। ସେ ଜୋକିଂଲି ଗୋଟିଏ କଥା କହିଲେ ଯେ ମୁଁ ମନ୍ତ୍ରୀରୁ ସିନା ଇସ୍ତଫା ଦେଇଦେବି, ମୋର ଏକ୍ସ ଟାକୁ କିଏ ନେଇଯିବ। ତେବେ ସେ ଯାଉ। ତାପରେ ଆଉ ଏକ ଘଟଣା ମୋର ମନେ ପଡୁଛି। କାଲି ଭଳି ବିଜୁବାବୁ ମୁଖ୍ୟମନ୍ତ୍ରୀ ହେଇଥାନ୍ତି। ବିଜୁବାବୁଙ୍କ ମନ୍ତ୍ରୀ ସଭାରେ ଅନେକ ମନ୍ତ୍ରୀ ବି ଥାନ୍ତି। ନୂଆ ପିଢିର ଅନେକ ଏମଏଲଏ ଯେଉଁମାନେ ନିର୍ବାଚିତ ହୋଇଥିଲେ ସେମାନେ ପ୍ରାୟ ସମସ୍ତେ ମନ୍ତ୍ରୀ ଥାନ୍ତି। କିଛି ଦିନ ପରେ ବୋଧେ ବର୍ଷେ 2 ବର୍ଷ ପରେ ବିଜୁବାବୁ ଚାହିଁଥିଲେ ଯେ ମନ୍ତ୍ରିମଣ୍ଡଳକୁ ବଦଳେଇବେ ଏବଂ ସମସ୍ତ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ସେମାନେ ସବୁ ଇସ୍ତଫା ଦେଇଦିଅ, ମୁଁ ରିସଫଲ କରିବି। ଏବଂ ସେ ଗୋଟେ ସଂକେତ ଦେଲେ ଯେ ମହିଳାମାନଙ୍କୁ, ଅଧିକାଂଶ ମହିଳାମାନଙ୍କୁ ମୁଁ ମୋର ମନ୍ତ୍ରୀ ସଭାରେ ନେବି ବୋଲି। କାରଣ ମହିଳା ସଶକ୍ତିକରଣ ଉପରେ ବିଜୁବାବୁଙ୍କର ଏକ ପ୍ରତିବଦ୍ଧତା ଥିଲା ଏବଂ ବିଜୁବାବୁ ସବୁବେଳେ ଚାହୁଁଥିଲେ ମହିଳାମାନେ ଆଗକୁ ଆସନ୍ତୁ ବୋଲି। ଏମାନେ ବିଜୟ ଏବଂ ନଳିନୀ ଏମାନେ ବି ମନ୍ତ୍ରୀ ଥାନ୍ତି, ସେମାନଙ୍କୁ ବି ଇସ୍ତଫା ଦେବାକୁ ପଡିବ। କିଛି ଦିନ ହଠାତ୍ ମୁଁ ଟେଲିଫୋନ ପାଇଲି ନରେନ୍ଦ୍ର ପ୍ରଧାନ, ଆମର ଯେ ପୂର୍ବତନ ରାଜ୍ୟସଭା ସଭ୍ୟ, ମୋର ବ୍ୟକ୍ତିଗତ ବନ୍ଧୁ, ସେ ମତେ ଫୋନ କଲେ। ମୁଁ ତାଙ୍କ ଘରକୁ ଗଲାବେଳକୁ ଦେଖିଲି ଯେ ଏ ଦୁଇ ଜଣ ବସିଛନ୍ତି, କିଏ ବିଜୟ ଏବଂ ନଳିନୀ। ଏଇ ସବୁ କଥା ଆମେ ଆଲୋଚନା କଲୁ ଯେ ବିଜୁବାବୁ ସମସ୍ତଙ୍କୁ ଚାହୁଁଛନ୍ତି, କିଛି ମନ୍ତ୍ରୀ ଇସ୍ତଫା ଦେଇ ସାରିଲେଣି, ଆମେ ମଧ୍ୟ ଦେବୁ।
ବିଜୁ ବାବୁଙ୍କର ଇଚ୍ଛା କଣ ମୁଁ ଜାଣେ ନା, କିନ୍ତୁ ବିଜୁ ବାବୁ ମୋଟାମୋଟି ଭାବେ ତାଙ୍କ ମନରେ ଥାଏ ଯେ କିଛି ମହିଳାମାନଙ୍କୁ ମନ୍ତ୍ରିସଭାରେ ନେବା ପାଇଁ। ମୁଁ ତା ପରଦିନ ବିଜୁ ବାବୁଙ୍କୁ ଅ, ସାମ୍ବାଦିକ ମାନଙ୍କ ମାଧ୍ୟମରେ କହିଥିଲି ଯେ ବିଜୁ ବାବୁ ବି ଇସ୍ତଫା ଦେଇ ଦିଅନ୍ତୁ ଏବଂ ସୁଜ୍ଞାନୀ ଦେବୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ। ବିଜୁ ବାବୁ ଏକଥା ଶୁଣିଲା ପରେ ହସିଲେ ଏବଂ ଏଇ ଯୋଉମାନେ ସବୁ ଇସ୍ତଫା ଦେଇଥିଲେ ସେ ଆଉ ରିସଫଲ କଲେନି, ସମସ୍ତଙ୍କୁ ମନ୍ତ୍ରିସଭାରେ ରଖିଲେ। ସେ ଏକ ଇତିହାସ, କାରଣ ମୁଁ ସୁଜ୍ଞାନୀ ଦେବୀଙ୍କର ସମସ୍ତ ଯୋଗ୍ୟତା ଥିଲା ରାଜ୍ୟର ମୁଖ୍ୟମନ୍ତ୍ରୀ ହବାର। ସେଇ ଦୃଷ୍ଟିକୋଣରୁ ମୁଁ ସବୁବେଳେ ତାଙ୍କ ପ୍ରତି ମୋ ରେସ୍ପେକ୍ଟ କେବଳ ମୋର ନୁହେଁ, ଦଳରେ ଲୋକଙ୍କ ଭିତରେ ସମସ୍ତେ ତାଙ୍କୁ ହାଇ ରିଗାର୍ଡ ଦିଅନ୍ତି, ରେସ୍ପେକ୍ଟ କରନ୍ତି ଏବଂ ସେ ଜଣେ ମହିୟସୀ ମହିଳା, ଏଥିରେ କୌଣସି ସନ୍ଦେହ ନାହିଁ। ତାପରେ ଆଉ ଏକ ଘଟଣା, ଯେତେବେଳେ ନବୀନ ବାବୁ ଆସିଲେ ଆସ୍କା ନିର୍ବାଚନ ମଣ୍ଡଳୀରେ ଲୋକସଭା ଲଢିବା ପାଇଁ, ସେତେବେଳେ ମୁଁ କେନ୍ଦ୍ରରେ ମନ୍ତ୍ରୀ ଥାଏ। ମୁଁ ବି ଆସିଥାଏ ନୋମିନେସନ ପରେ। ମୁଁ ଏବଂ ନଳିନୀ ଆମେ ଦୁଇ ଜଣ ଯାକ ଯାଇଥିଲୁ ସୁଜ୍ଞାନୀ ଦେବୀଙ୍କୁ ଭେଟିବା ପାଇଁ ଏବଂ ସନ୍ଧ୍ୟାବେଳେ ତାଙ୍କ ରମ୍ଭା ପ୍ୟାଲେସରେ ସେ ବସିଥାନ୍ତି ଏବଂ ସେ ରମ୍ଭା ପ୍ୟାଲେସକୁ ଗଲା ପରେ ମୁଁ ନିଜେ କେବେ ଆଗରୁ ରମ୍ଭା ପ୍ୟାଲେସକୁ ଯାଇନଥିଲି କି ଦେଖିନଥିଲି। କି ସୁନ୍ଦର ଚିତ୍ର, ସେ ଚିଲିକାର ଦୃଶ୍ୟ, ଅନ୍ୟପଟେ ରମ୍ଭା ପ୍ୟାଲେସ ଏବଂ ସୁଜ୍ଞାନୀ ଦେବୀ ସେତେବେଳେ ଏକ ଟିଭି ଲଗେଇ ଡିସ୍କଭରୀ ଚ୍ୟାନେଲ ଦେଖୁଥିଲେ। ଆମେ ନମସ୍କାର କଲୁ, ଆସିଲେ, ହସି ହସି ପଚାରିଲେ କଣ ହେଲା, କାହିଁକି ଆପଣମାନେ ଆସିଲେ? ମୁଁ କହିଲି ନାଇଁ, ନବୀନ ବାବୁ ନିର୍ବାଚନ ଲଢୁଛନ୍ତି ଏବଂ ସେ ନୂଆ କରି ଲୋକେ କେତେ ଦୂର ଗ୍ରହଣ କରୁଛନ୍ତି ଆମେ ଜାଣୁନ, ତେଣୁକରି ଆପଣଙ୍କୁ ଟିକେ ଆଗକୁ ଆସିବା ପାଇଁ ପଡିବ ଏବଂ କେବଳ ଖଲିକୋଟ ନିର୍ବାଚନ ମଣ୍ଡଳୀ ନୁହେଁ, ଅନ୍ୟ ନିର୍ବାଚନ ମଣ୍ଡଳୀରେ ଆପଣଙ୍କୁ କେତେ ଦାୟିତ୍ୱ ନେବେ। ସେ କହିଲେ ଆପଣ କିଛି ବ୍ୟସ୍ତ ହୁଅନ୍ତୁ ନାହିଁ, ସେ ବହୁ ଭୋଟରେ ଜିତିବେ ଏବଂ ସେ କାର୍ଯ୍ୟ ମୁଁ ଆରମ୍ଭ କରିସାରିଛି। ଏସବୁ ଆଲୋଚନା ହେଲା ଭିତରେ ମୁଁ ତାଙ୍କୁ କହିଲି ଯେ ଯେହେତୁ ଆପଣ ନିର୍ବାଚନରେ ଏସବୁ କାର୍ଯ୍ୟ କରିବେ, କିଛି ପଇସାର ଆବଶ୍ୟକତା ଥିବ, ମୁଁ କିଛି କହିଲି ମୁଁ କିଛି ସହଯୋଗ କରିବା ପାଇଁ ଚାହୁଁଛି। ସେ କହିଲେ ଗୋଟିଏ ପଇସାର କିଛି ଆବଶ୍ୟକତା ନାହିଁ, ମନା କରିଦେଲେ। ଶେଷରେ ମୁଁ ତାଙ୍କର ଯେ ପଞ୍ଚାୟତ ସମିତି କି ମ୍ୟୁନିସିପାଲିଟିର ଚେୟାରମ୍ୟାନ, ତାଙ୍କୁ ଡାକିକି କହିଲି ଯେ ରାଣୀମା ତ ମନା କରୁଛନ୍ତି, ଆପଣ କିଛି ରଖିଥାନ୍ତୁ, ପିଲାମାନଙ୍କର ଖର୍ଚ୍ଚ, ବୁଲିବେ, ବିଭିନ୍ନ ଜାଗାକୁ ଯିବେ, ଏସବୁ ପାଇଁ କିଛି ତାଙ୍କ ହାତରେ କିଛି ପଇସା ଦେଲି। କିନ୍ତୁ ସୁଜ୍ଞାନୀ ଦେବୀ ସ୍ପଷ୍ଟ ମନା କଲେ ଯେ ଆପଣ କିଛି ବ୍ୟସ୍ତ ହୁଅନ୍ତୁ ନାହିଁ, ବହୁ ଭୋଟରେ ସେ ଜିତିବେ ଏବଂ ତାଙ୍କର କନଫିଡେନ୍ସ ଏବଂ ତାଙ୍କର ସ୍ନେହ ଏବଂ ଶ୍ରଦ୍ଧା ବିଜୁ ବାବୁଙ୍କ ପ୍ରତି ଏବଂ ବିଜୁ ବାବୁଙ୍କ ପୁଅ ପ୍ରତି ଏତେ ଥିଲା, ସେଥିରେ କେହି ସନ୍ଦେହ କରିପାରିବେ ନାହିଁ ଏବଂ ସେ ଯାହା କହିଥିଲେ ସେ ଅକ୍ଷରେ ଅକ୍ଷରେ ପ୍ରତିଫଳିତ ହେଲା। ଅତ୍ୟନ୍ତ ମିଷ୍ଟଭାଷୀ, ଖୁବ କମ କଥା କହନ୍ତି। ଆଉ ଥରେ ସେଠି ତାଙ୍କର ଏକ ନିର୍ମଳ ଝର ଅଛି, ଗୋଟେ ବଢିଆ ସୁନ୍ଦର ପୋଖରୀ, ଗାର୍ଡେନ ଏବଂ ତା ଭିତରେ ସେ ରହୁଥାନ୍ତି। ସେଠି ଏକ କର୍ମୀ ସମ୍ମିଳନୀ ଡକା ହେଇଥିଲା ଜନତା ଦଳ। ସେ କର୍ମୀ ସମ୍ମିଳନୀରେ ମୁଁ ମଧ୍ୟ ଉପସ୍ଥିତ ଥିଲି ଏବଂ ତାଙ୍କର କମାଣ୍ଡ, ତାଙ୍କ ପ୍ରତି ଯୋଉ ଶ୍ରଦ୍ଧା ଏବଂ ସମ୍ମାନ ସେ ଅଞ୍ଚଳର ଲୋକଙ୍କର, ତାକୁ ଦେଖେଇଲା ପରେ ମୁଁ ଅଭିଭୂତ ହେଇଥିଲି ଏବଂ ତାଙ୍କ ପ୍ରତି ଯୋଉ ରିଗାର୍ଡସ ଆଜି ପର୍ଯ୍ୟନ୍ତ ବି ଲୋକଙ୍କର ଅଛି ଏବଂ ତାଙ୍କୁ ପ୍ରତ୍ୟେକ ଲୋକ ଦଳ ମତ ନିର୍ବିଶେଷରେ ସମସ୍ତେ ସମ୍ମାନ ଦିଅନ୍ତି। ସେଭଳି ଏକ ମହିୟସୀ ମହିଳାଙ୍କର ଦେହାନ୍ତ କେବଳ ଖଲିକୋଟ ବା ଗଞ୍ଜାମ ଜିଲ୍ଲା ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଏକ ପ୍ରଭୂତ କ୍ଷତି ହେଇଛି। ମୁଁ ତାଙ୍କୁ ପୁଣି ଥରେ ମୋର ଭକ୍ତିଭୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ଏବଂ ଆଶା କରୁଛି ଯେ ତାଙ୍କର ଯୋଉ ମାର୍ଗଦର୍ଶନ କରିଥିଲେ ବିଧାୟିକା ହିସାବରେ, ଅନ୍ୟମାନେ ଯୋଉମାନେ ନୂଆ ପିଢିର ପିଲାମାନେ ରାଜନୀତିକୁ ଆସୁଛନ୍ତି ଲୋକଙ୍କର ସେବା କରିବା ପାଇଁ, ସେମାନେ ସମସ୍ତେ ତାଙ୍କୁ ଅନୁକରଣ କରିବେ ବୋଲି ମୋର ବିଶ୍ୱାସ।